ମୁଁ ଆଜି ଗଡ଼ି ବୁଲିବା ପାଇଁ ଆସିଥିଲି। ମୋ ଗାଁରେ ମୁଁ ପାଠ ପଢ଼ି ସାରିଲା ପରେ ଘରୁ ବାହାରିଲି କି ଆମ୍ବୁଲାନ୍ସ ଗୋଟେ ଆସିଥିଲା। ଆମ୍ବୁଲାନ୍ସ ଆସିକି କ'ଣ ହେଲା ଯାଇକି ଦେଖିଲା ବେଳକୁ ଜଣଙ୍କ ଦେହ ଭଲ ନଥିଲା ଗଲେ। ଏବେ ଦେଖି ସାରିଲା ପରେ ମୋର ଗଡ଼ିକୁ ଆସିଲି କ'ଣ ଚାଷ ହେଇଥିଲା ଦେଖିବା ପାଇଁ। କୋବି ଗଛ ଏପଟେ କୋବି ଲଗା ହେଇଥିଲା। ଆଉ ବାପା ତାଙ୍କର ଦେଉଥିଲେ ପାଣି। ଫୁଲ ଗଛ ଏଗୁଡ଼ାକ ଲଙ୍କା ଗଛ, ଏଗୁଡ଼ାକ ଆମର ବିମ୍ ଗଛ, ଏଇଟା ନାଡ଼ୁକା ଗଛ ହେଇଛି। ତ ନାଡ଼ୁକା ବି ବହୁତ ବଢ଼ିଆ ହେଇଛି। ବିରେ ଗୋଟେ ଦୁଇଟା ପଡ଼ିଛି। ତାପରେ ଆମର ପିଆଜ ଗଛ, କେବଳ ମୂଳା ଶାଗ, ବିଲାତି ଗଛ ବଡ଼ ବଡ଼ ହେଇଯାଇଛି। ତ ବିଲାତି ଧରିନି, ଧରିବ। ତାପରେ ଆସିଲି ଆମର ଏଇଠି ଡ୍ରମ୍ର ପାଣି ରଖା ହେଇଛି, ମେସିନ୍ ଚଲା ହେଇଛି ନଦୀରେ। ଏପଟେ ଆଳୁ ଗଛ ଗୁଡ଼ାକ ଲାଇନ୍ ବାଇ ଲାଇନ୍ ଅଛି। ତାପରେ ମୂଳା ଶାଗ ଗୁଡ଼ାକ ବହୁତ ହେଇଛି, ଚାଷ କରାହେଇଥିଲା। ତାପରେ ଏଟା ଦେଖିଲି ଗୋଟେ ମୂଳା ଶାଗ, ଗୋଟେ ଧଳା ମୂଳା ପାଖରେ ଗୋଟେ ନାଲିଆ ମୂଳା ହେଇଛି, ଗୋଟେ ଆଣିଲି। ତାପରେ ଏପଟେ ଦେଖିଲି ନଦୀ ଗୋଟେ ପାଇପ୍ ଯାଇଛି ଲାଇନ୍ରେ,